ସାଙ୍ଗମାନେ ପବିତ୍ର ଶ୍ରାବଣ ମାସରେ ଶିବ ଭକ୍ତମାନେ କାହିଁ କେତେ ଦୂରରୁ ଜଳ ଆଣି ଭଗବାନ ଭୋଳାଶଙ୍କରଙ୍କ ଉପରେ ଅର୍ପଣ କରିଥାନ୍ତି। ତେବେ ଏଥର ଯେଉଁ ଶ୍ରାବଣ ମାସ ପଡ଼ୁଛି ତାହା କେତେ ତାରିଖରୁ ଆରମ୍ଭ ହେଉଛି, କେତେ ତାରିଖରେ ଶେଷ ହେଉଛି, କେତେ ପାଳି ସୋମବାର ବ୍ରତ ପାଳନ କରାଯିବ, କେତୋଟି ସୋମବାର ଆପଣ ଜଳ ନେଇ ମହାଦେବଙ୍କୁ ଅଭିଷେକ କରାଇବେ ଏବଂ ଏହା ସହିତ ମଧ୍ୟ ଆମେ ଜାଣିବା ଯେ ଏହି ଶ୍ରାବଣ ମାସରେ କେଉଁ ସବୁ କାର୍ଯ୍ୟ କରିବା ନିଷେଧ ହୋଇଥାଏ ଏବଂ କେଉଁ ସବୁ ଜିନିଷ ଏବଂ କେଉଁ ସବୁ ପନିପରିବା ଖାଇବା ନିଷେଧ ହୋଇଥାଏ। ଏହା ସହିତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜାଣିବା ଯେ ଯେଉଁଦିନ ଶ୍ରାବଣ ମାସ ଆରମ୍ଭ ହେଉଛି ସେହିଦିନ ଆପଣ କେଉଁ ସବୁ ଖାଦ୍ୟ ଖାଇବା ନିଷେଧ ଅଟେ। ତେବେ ଏସବୁ ବିଷୟରେ ଆଜିର ଏହି ଭିଡ଼ିଓରେ ଆମେ ଜାଣିବା। ତେବେ ତା ପୂର୍ବରୁ ଯଦି ଆପଣମାନେ ଶିବ ଭକ୍ତ ହୋଇଥାନ୍ତି, ଭକ୍ତି ଏବଂ ଶ୍ରଦ୍ଧା ଆପଣଙ୍କ ମନରେ ଭଗବାନ ଶିବଙ୍କ ପ୍ରତି ଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ ଓମ୍ ନମଃ ଶିବାୟ ନିଶ୍ଚୟ ଲେଖନ୍ତୁ। ତେବେ ସାଙ୍ଗମାନେ ପାଞ୍ଜି ଅନୁସାରେ ଜୁଲାଇ 11 ତାରିଖରୁ ଶ୍ରାବଣ ମାସ ଆରମ୍ଭ ହୋଇ ଅଗଷ୍ଟ 9 ତାରିଖରେ ସମାପ୍ତ ହେବ। ତ ସାଙ୍ଗମାନେ ଏହିଥର ଶ୍ରାବଣ ମାସରେ ମୋଟ 4 ଗୋଟି ସୋମବାର ପଡ଼ିବାକୁ ଯାଉଛି। ଅର୍ଥାତ୍ ଏଥର ଶ୍ରାବଣ ମାସରେ ଆପଣ 4 ପାଳି ପ୍ରଭୁ ଶିବଶଙ୍କରଙ୍କୁ ଜଳରେ ଅଭିଷେକ କରାଇବେ। ବୋଲବମ୍ ଭକ୍ତମାନେ ଏଥର 4 ପାଳି ବୋଲବମ୍ ଯାତ୍ରା କରିପାରିବେ। ଯେଉଁମାନେ ଏହି ଶ୍ରାବଣ ମାସର ବ୍ରତ ପାଳନ କରନ୍ତି ସେମାନେ ଏହା ନିହାତି ଭାବରେ ଜାଣିବା ଦରକାର ଯେ ଏହି ଶ୍ରାବଣ ମାସରେ କେଉଁ କେଉଁ ଜିନିଷ ଖାଇବା ଉଚିତ ନୁହେଁ ଏବଂ କେଉଁ ସବୁ କର୍ମ କରିବା ଉଚିତ ନୁହେଁ। ଏହି ସବୁ ଜିନିଷ ଗୁଡ଼ିକ ଜାଣିବା ଆପଣଙ୍କ ପାଇଁ ନିହାତି ଦରକାର। ଆସନ୍ତୁ ଜାଣିବା ଏହି ଶ୍ରାବଣ ମାସରେ କେଉଁ କେଉଁ ଜିନିଷ ଖାଇବା ଅନୁଚିତ ହୋଇଥାଏ ଏବଂ କେଉଁ କର୍ମ କରିବା ଉଚିତ ନୁହେଁ। ଶ୍ରାବଣ ମାସର ସୋମବାର ଦିନ ଆପଣ କେଉଁ ସବୁ ପରିବା ଖାଇବେ ନାହିଁ। ଏହି ସମ୍ପୂର୍ଣ୍ଣ ଶ୍ରାବଣ ମାସରେ ଆପଣ କେଉଁ କେଉଁ ଜିନିଷ ଖାଇବା ଉଚିତ ନୁହେଁ ଏହା ତ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଶ୍ରାବଣ ମାସରେ ଆପଣ ସାତ୍ୱିକ ଭୋଜନ ଆହରଣ କରିବା ଉଚିତ। ମଦ, ମାଂସ, ପିଆଜ, ରସୁଣ ଏହିସବୁ ତାମସିକ ଭୋଜନ ଯେଉଁ ରହିଛି ଏସବୁ ଖାଦ୍ୟର ସେବନ କରିବେ ନାହିଁ। ଏହିସବୁ ଖାଦ୍ୟଠାରୁ ଆପଣମାନେ ଦୂରେଇ ରହିବା ଉଚିତ। ଏହା ସହିତ ବନ୍ଧାକୋବି, ବାଇଗଣ, ମୂଳା, ଦହି, କ୍ଷୀର ଏହିସବୁ ଜିନିଷକୁ ମଧ୍ୟ ଆପଣମାନେ ଖାଇବେ ନାହିଁ। ସାଙ୍ଗମାନେ ବନ୍ଧାକୋବି ଏବଂ ବାଇଗଣ ଆପଣମାନେ ଶ୍ରାବଣ ମାସରେ ଏଇଥିପାଇଁ ଖାଇବେ ନାହିଁ କାରଣ ବନ୍ଧାକୋବି ଏବଂ ବାଇଗଣରେ ଏହି ଶ୍ରାବଣ ମାସରେ ସାଧାରଣତଃ ପୋକ ଲାଗିଥାଏ। ସେଥିପାଇଁ ଶ୍ରାବଣ ମାସରେ ଏହି ଦୁଇଟି ପରିବାକୁ ଖାଇବାକୁ ନିଷେଧ କରାଯାଇଥାଏ। ଏହି ମାସରେ ଆପଣ ମସୁର ଡାଲି ଏବଂ ବିରି ଡାଲି ମଧ୍ୟ ଖାଇବେ ନାହିଁ। ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟପାନ, ସୁପାରି, ଅଧିକ ଖଟା ଜାତୀୟ ଖାଦ୍ୟ, ମିଠାଯୁକ୍ତ ଖାଦ୍ୟ ଏବଂ ନିଶା ଜାତୀୟ ଖାଦ୍ୟଠାରୁ ମଧ୍ୟ ଆପଣ ଦୂରେଇ ରହିବା ଉଚିତ। ଏବେ ଆସନ୍ତୁ ଜାଣିବା ଏହି ଶ୍ରାବଣ ମାସରେ ଆପଣ କେଉଁ ସବୁ କର୍ମଠାରୁ ଦୂରେଇ ରହିବା ଉଚିତ। ସାଙ୍ଗମାନେ ଆପଣ ଯଦି ଶ୍ରାବଣ ମାସର ବ୍ରତ ପାଳନ କରୁଛନ୍ତି ତ ଆପଣ କାହାର ମନରେ କଷ୍ଟ ନ ଦେଲା ଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ। ମନୁଷ୍ୟ କିମ୍ବା କୌଣସି ପଶୁପକ୍ଷୀ କିମ୍ବା କୌଣସି ବୃକ୍ଷଲତାକୁ ମଧ୍ୟ ଆପଣ ଆଘାତ ଦିଅନ୍ତୁ ନାହିଁ। ମିଥ୍ୟା କୁହନ୍ତୁ ନାହିଁ, ଚୋରି କରନ୍ତୁ ନାହିଁ, କୌଣସି ବି ଖରାପ କାର୍ଯ୍ୟ କରନ୍ତୁ ନାହିଁ, କୌଣସି ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ କିମ୍ବା ଆମିଷର ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହି ମାସରେ ଆପଣ ଶରୀରରେ ତେଲ ଲଗାଇବେ ନାହିଁ, କଂସା ପାତ୍ରରେ ଖାଦ୍ୟ ଖାଇବେ ନାହିଁ, ଖଟ ଉପରେ ଶୋଇବେ ନାହିଁ, ଆପଣ ତଳେ ଚଟାଣରେ ଶୋଇବେ ଏବଂ ମହାଦେବଙ୍କର ପୂଜା ସମୟରେ ମହାଦେବଙ୍କୁ ହଳଦୀ ଅର୍ପଣ କରିବେ ନାହିଁ। ସମ୍ପୂର୍ଣ୍ଣ ଶ୍ରାବଣ ମାସଟିରେ ଆପଣ ସଂଯମତା ରକ୍ଷା କରିବେ। ମୈଥୁନ ଆଜି କାର୍ଯ୍ୟ କରିବେ ନାହିଁ। ଶ୍ରାବଣ ମାସରେ ଆପଣ ନଖ, ଦାଢ଼ି କିମ୍ବା ଚୁଟି କାଟନ୍ତୁ ନାହିଁ। ଏହା ବ୍ୟତୀତ ଅନେକ ସ୍ଥାନରେ ବ୍ରତଧାରୀମାନେ ପାଦରେ ଜୋତା ମଧ୍ୟ
ପିନ୍ଧନ୍ତି ନାହିଁ। ତ ସାଙ୍ଗମାନେ, ଆପଣ ଯଦି ଶ୍ରାବଣର ବ୍ରତ ପାଳନ କରୁଛନ୍ତି, ବିଧିବିଧାନ ସହ ନୀତି ନିଷ୍ଠାର ସହ ବ୍ରତଟି ପାଳନ କରୁଛନ୍ତି ଏବଂ ସଠିକ୍ ଉପାୟର ସହିତ ଆପଣ ବ୍ରତ ପାଳନ କରୁଛନ୍ତି, ତ ନିଶ୍ଚିତ ଭାବରେ ଆପଣଙ୍କୁ ମହାଦେବଙ୍କର କୃପା ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ମାତ୍ର ଯଦି ଆପଣ ଲୋକ ଦେଖାଣିଆ ଭାବରେ ବ୍ରତ ପାଳନ କରୁଥାନ୍ତି, ତେବେ ସେହି ବ୍ରତ ପାଳନ କରିବାର କୌଣସି ବି ମୂଲ୍ୟ ନଥାଏ। ମନେ ରଖନ୍ତୁ, କିଏ ଦେଖୁ ଅବା ନ ଦେଖୁ, ଭଗବାନ ଉପରେ ଥାଇକି ସବୁ କିଛି ଦେଖୁଥାନ୍ତି। ଆପଣଙ୍କର ପ୍ରତ୍ୟେକଟି କର୍ମକୁ ଭଗବାନ ଦେଖିଥାନ୍ତି ଏବଂ ସେହି କର୍ମର ହିସାବ ମଧ୍ୟ ରଖିଥାନ୍ତି। ସେଥିପାଇଁ ଈଶ୍ୱର ଆପଣଙ୍କୁ ଆପଣଙ୍କର କର୍ମ ଅନୁସାରେ ହିଁ ଫଳ ପ୍ରଦାନ କରିଥାନ୍ତି। ତେବେ ସାଙ୍ଗମାନେ, ଯଦି ଆପଣ ଶ୍ରାବଣର ବ୍ରତ ରଖିଛନ୍ତି, ତେବେ ଶ୍ରାବଣ ମାସରେ କଦାପି ବି ନାସ୍ପତିର ଯେଉଁ ଫଳ ରହିଥାଏ, ତାକୁ ଆପଣ ଖାଆନ୍ତୁ ନାହିଁ କିମ୍ବା ଭଗବାନ ଶିବଙ୍କୁ ମଧ୍ୟ ଅର୍ପଣ କରନ୍ତୁ ନାହିଁ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଆପଣ ଶ୍ରାବଣର ବ୍ରତ ରଖିଛନ୍ତି ଏବଂ ଏହି ସମୟରେ ଅର୍ଥାତ୍ ଶ୍ରାବଣ ମାସରେ ଆପଣଙ୍କ ଗୃହକୁ କୌଣସି ଭିକ୍ଷୁକ ଆସୁଛନ୍ତି, ତେବେ ସେହି ଭିକ୍ଷୁକଙ୍କୁ ଆପଣ ଖାଲି ହାତରେ କେବେ ବି ଫେରାଇ ଦିଅନ୍ତୁ ନାହିଁ। ଆପଣଙ୍କର ସକ୍ଷମ ଅନୁସାରେ ଆପଣ ଯାହା ବି ଦେଇପାରିବେ, ତାହାକୁ ଦେଇ ଆପଣ ସେହି ଭିକ୍ଷୁକଙ୍କୁ ପ୍ରସନ୍ନ ଚିତ୍ତରେ ଫେରାନ୍ତୁ। ଯଦି ଆପଣ ସେହି ଭିକ୍ଷୁକକୁ ଖରାପ ବ୍ୟବହାର ଦେଖାଇ ଖାଲି ହାତରେ ଫେରାଇ ଦିଅନ୍ତି, ତ ଆପଣଙ୍କୁ ବ୍ରତର କୌଣସି ବି ଫଳ ପ୍ରାପ୍ତି ହୋଇନଥାଏ। ସାଙ୍ଗମାନେ, ଏହି ବ୍ରତଟି ନିର୍ଜଳା ହୋଇନଥାଏ। ତ ଆପଣମାନେ କେବଳ ସାତ୍ତ୍ୱିକ ଭୋଜନ କରନ୍ତୁ ଏବଂ ଯଦି ଆପଣ ଫଳାହାରର ସଂକଳ୍ପ ନେଇଛନ୍ତି, ତେବେ ଆପଣ ଲୁଣ ଖାଆନ୍ତୁ ନାହିଁ। ବାହାରର ଫଳ ଜୁସ୍ ଆପଣ କଦାପି ବି ପିଅନ୍ତୁ ନାହିଁ। ସାଙ୍ଗମାନେ, ଶ୍ରାବଣ ମାସରେ ଯେଉଁ ଶୁକ୍ରବାର ପଡ଼ିଥାଏ, ଶୁକ୍ରବାର ଦିନ ଆପଣ କଦାପି ବି ଖଟା ଖାଆନ୍ତୁ ନାହିଁ, କାରଣ ମା ସନ୍ତୋଷୀ ଏହି ଶ୍ରାବଣ ମାସରେ ଜାଗ୍ରତ ଅବସ୍ଥାରେ ଥାଆନ୍ତି। ଯଦି ଆପଣ ଶ୍ରାବଣ ମାସର ବ୍ରତ ରଖିଛନ୍ତି, ତ ଶ୍ରାବଣ ମାସରେ ଆପଣ ଲୁଣର ସେବନ କରିବା ଉଚିତ ନୁହେଁ। ଏହା ସହିତ ଆପଣ କ୍ଷୀର ମଧ୍ୟ ପିଇବା ଉଚିତ ନୁହେଁ। ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ବାଇଗଣର ସେବନ କରିଥାଏ, ଅର୍ଥାତ୍ ଯେଉଁମାନେ ବ୍ରତ ପାଳନ କରୁଛନ୍ତି, ଯଦି ସେମାନେ ବାଇଗଣ ଖାଇଥାନ୍ତି, ତ ସେମାନଙ୍କୁ ଘୋର ପାପ ଲାଗିଥାଏ। ଏହି କାରଣରୁ ଅନେକ ଲୋକ ଚତୁର୍ଦ୍ଦଶୀ ଏବଂ ଦ୍ୱାଦଶୀ ତିଥିରେ ବାଇଗଣ ଖାଇନଥାନ୍ତି। ତେବେ ସାଙ୍ଗମାନେ, ଏହା ଥିଲା ଶ୍ରାବଣ ମାସକୁ ନେଇ କିଛି ମହତ୍ତ୍ୱପୂର୍ଣ୍ଣ କଥା। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ।